এই গୀତ ସହିତ ଅତି ପରିଚିତ ଅଟୁ। ଆଉ ଏହି ପଦ ସହିତ ଆମେ ନିଶ୍ଚିତ ଭାବେ ପରିଚିତ। ସମସ୍ତଙ୍କ ନିମନ୍ତେ ଏକ ଜଣାଶୁଣା ପଦ, ମୁଖସ୍ଥ ପଦ। ଆଉ ଅନେକ ସମୟରେ ଆମେ ବାକ୍ୟ ଛଳରେ ଏ ପଦ ସମ୍ପର୍କରେ ଆମେ ଶୁଣିଅଛୁ। ଯେବେ ଆମେ ଏ ସମ୍ପୂର୍ଣ୍ଣ ଗୀତକୁ ଲକ୍ଷ୍ୟ କରୁ, ଦେଖିବାକୁ ପାଉ ଯେ ଗୀତ ଲେଖକ ଅତୀତରେ ଏକ ସମସ୍ୟାରେ ସେ ଛନ୍ଦି ହୋଇଥିଲେ। ଏମିତି ଗୋଟେ ସମସ୍ୟା, ଯେଉଁ ସମସ୍ୟା ତାଙ୍କ ପାଇଁ ଗୋଟେ ମରଣାନ୍ତକ ସମସ୍ୟା ଆଣିଦେଇଥିଲା। ଆଉ ସେ ଯଦି ନିକଟ ଭବିଷ୍ୟତକୁ ଦେଖୁଛି, କେବଳ ମରଣ ହିଁ ତାଙ୍କୁ ଦେଖାଯାଉଛି। ଗୋଟେ ମରଣାନ୍ତକ ସାଂଘାତିକ ସମସ୍ୟାରେ ଆଚ୍ଛନ୍ନ ହୋଇଥିଲେ ଗୀତ ଲେଖକ। ମରଣର ରଜ୍ଜୁ ତାଙ୍କୁ ବାନ୍ଧିଥିଲା। ଆଉ ସେ ବର୍ତ୍ତିବା ପରି, ଫିଟିବା ପରି, ତ୍ରାହି ପାଇବା ପରି ସୂଚନା ସୁଯୋଗ ସେ ଦେଖିପାରୁନଥିଲେ, ପାଇପାରୁନଥିଲେ। ସେମିତି ଗୋଟାଏ ସାଂଘାତିକ ପରିସ୍ଥିତି ବେଳେ ଗୀତ ଲେଖକ ସେ କ'ଣ କରୁଛନ୍ତି ନା ଈଶ୍ୱରଙ୍କ ନିକଟରେ ସେ ପ୍ରାର୍ଥନା କରୁଛନ୍ତି। ଆମ ପ୍ରଭୁ ପ୍ରାର୍ଥନା ଶ୍ରବଣକାରୀ ପ୍ରଭୁ, ଏବଂ ସଙ୍କଟ କାଳରେ ସେ ଆମମାନଙ୍କ ଅତି ନିକଟବର୍ତ୍ତୀ ପ୍ରଭୁ ଅଟନ୍ତି। ଆଉ ଯେତେବେଳେ ଗୀତ ଲେଖକ ସମସ୍ୟାରେ ପଡ଼ି ନିରୁପାୟ ଅବସ୍ଥାରେ, ଯେତେବେଳେ ମରଣ ହିଁ ତାଙ୍କୁ ଦେଖାଯାଉଥିଲା, ସେତେବେଳେ ସେ ପ୍ରାର୍ଥନା କଲେ, ପ୍ରଭୁଙ୍କ ଠାରେ ବିଶ୍ୱାସ ସ୍ଥାପନ କରି ସେ ପ୍ରାର୍ଥନା କଲେ। ଆଉ ଚମତ୍କାର ବିଷୟ ହେଉଛି ଏହା, ପ୍ରଭୁ ଆଶ୍ଚର୍ଯ୍ୟ ଭାବେ ତାଙ୍କୁ ତହିଁରୁ ଉଦ୍ଧାର କଲେ, ଜୀବନ ବଞ୍ଚିବା ପାଇଁ ପ୍ରଦାନ କଲେ। ମରିଯିବି ବୋଲି ସେ ଭାବୁଥିଲେ, ପ୍ରାର୍ଥନାର ଉତ୍ତର ସ୍ୱରୂପେ ପ୍ରଭୁ ତାଙ୍କୁ ବଞ୍ଚିବା ପାଇଁ ସୁଯୋଗ ପ୍ରଦାନ କଲେ। ତାପରେ ଗୀତ ଲେଖକ ଈଶ୍ୱରଙ୍କ ଏହି ଆଶ୍ଚର୍ଯ୍ୟ ଉଦ୍ଧାର କାର୍ଯ୍ୟକୁ ସେ ସ୍ମରଣ କରି ଏ 12 ପଦରେ ସେ କହୁଅଛନ୍ତି, ମୋ ପ୍ରତି ସଦାପ୍ରଭୁଙ୍କ ସବୁ ମଙ୍ଗଳ ଦାନ ପାଲଟେ, ମୁଁ ତାହାଙ୍କୁ କି ପ୍ରତିଦାନ କରିବି। ଅର୍ଥାତ୍ ପ୍ରଭୁ ମତେ ଯେଉଁ ଅନୁଗ୍ରହ ଆଉ ଉଦ୍ଧାର ପ୍ରଦାନ କଲେ, ମୁଁ ତାର ପ୍ରତିଦାନରେ କ'ଣ ଦେଇ ଶୁଝି ପାରିବି? ଉତ୍ତର ହେଉଛି କିଛି ନାହିଁ। କ'ଣ ଦେଲେ ଶୁଝା ଯାଇପାରିବ? ତାର ପ୍ରତିଦାନରେ ଆମେ ଦେଖୁଛୁ ଦୁଇଟା ଶବ୍ଦ, ତାର ପାଲଟେ ଆଉ ପ୍ରତିଦାନରେ। କ'ଣ ଇକ୍ୱାଲ ହୋଇପାରିବ? କ'ଣ ଦେଲେ ସମାନ ହେଇପାରିବ? କିଛି ନାହିଁ। କାରଣ ପ୍ରଭୁଙ୍କ ଉଦ୍ଧାର, ପ୍ରଭୁଙ୍କ ଦାନ, ପ୍ରଭୁଙ୍କ ଅନୁଗ୍ରହ ତାହା ଅମୂଲ୍ୟ ଅଟେ। ତାର ମୂଲ୍ୟ କିଛି ନାହିଁ, ଅମୂଲ୍ୟ। ଆମେ କେତେ କ'ଣ ଦେଲେ ମଧ୍ୟ ସମାନ ହେଇପାରିବ ନାହିଁ। ତାପରେ ଗୀତ ଲେଖକ ଦେଖୁଛନ୍ତି, କ'ଣ ଦେଲେ ସମାନ ହେଇପାରିବ? କି ପ୍ରତିଦାନ ମୁଁ କରିବି? କିଛି ନ ପାଇ ଶେଷରେ ସେ ଏକ କୃତଜ୍ଞତାର ହୃଦୟ ପ୍ରଭୁଙ୍କ ନିକଟରେ ରଖୁଅଛନ୍ତି। ଧନ୍ୟବାଦର ହୃଦୟ, ଧନ୍ୟବାଦର ଜୀବନ ପ୍ରଭୁଙ୍କ ନିକଟରେ ସେ ରଖୁଅଛନ୍ତି। ସେ କହୁଛନ୍ତି, ମୁଁ ପରିତ୍ରାଣର ପାତ୍ର ଗ୍ରହଣ କରିବି, ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି। ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ ଆପଣା ମାନତ ପୂର୍ଣ୍ଣ କରିବି। ମୁଁ ତୁମ୍ଭ ନିକଟରେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରିବି। ହେ ଜେରୁସାଲାମ, ତୁମ୍ଭ ମଧ୍ୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କରିବି। ଶେଷରେ ଗୀତ ଲେଖକ ସେ
कृतज्ञतार धन्यवाद हृदय से प्रभुଙ୍କ पद तले अरपी देउछन्ति, समर्पण करुअछन्ति। कहयाक गले तांको टोटल जीवन को से प्रभुଙ୍କ धन्यवाद उद्देश्य रे अर्पण कर देउछन्ति। ए कृतज्ञतार हृदय बहुत गुरुत्वपूर्ण अटे। ईश्वर अनुग्रहकारी परमेश्वर से आम को प्रदान करती, से दान करती, ताहा पाइबा परे अनेक समय आमने उदासीन हो जाई थाउ। पाइबा पर्यंत छटपट, पाइबा पर्यंत विकल, पाइबा पर्यंत प्रार्थना, पाइबा परे आमे टिके उश्वासे उश्वासे नहीं जाई थाउ। आउ से पूर्व परी सीरियसनेस देखा जाए न थाए। आउ स्मरण करिबा, धन्यवाद देबा, प्रार्थना करिबा प्रभुଙ୍କ पद तले नाही। ताहा केते दुखर विषय आमे भाबी देखु। ए स्थानर गीत लेखक से कृतज्ञतार हृदय प्रभुଙ୍କ पद तले अर्पण करुअछन्ति। तीनोटी विषय आमे लक्ष्य करबा को जिबा। प्रथम विषय होची कृतज्ञतार हृदय आनंद चित्तरे प्रभुंकर प्रशंसा करिथाए। कृतज्ञतार हृदय आनंद चित्तरे, आनंद मनरे प्रभुंकर धन्यवाद करिथाए। केमिति देखंतु 13 पद, मु परित्राणर पात्र ग्रहण करेबी ओ सदा प्रभुंक नाम रे प्रार्थना करेबी। की प्रतिदान देबी? तार फर्स्ट स्टेप, मु परित्राणर पात्र ग्रहण करेबी ओ सदा प्रभुंक नाम रे प्रार्थना करेबी। कृतज्ञता जदि रहुची, कृतज्ञतार हृदय जदि रहुची, से आनंद मनरे प्रभुंकर धन्यवाद करि पारिबो। एठारे देखंतु परित्राणर पात्र आमे कोन बुझुचु? ए परित्राण होची प्रभु तांकु जो उद्धार कले ताहाको बुझौची। आ एही पात्र से उद्धारर आनंद, से उद्धारर सेलिब्रेशन को परिप्रकाश करुची। ए उद्धार पाइथिबा हेतु मु आनंद रे प्रभुंक निकटवर्ती हेबी, तार अर्थ होची ताहा साधारण पर हमको लागुची। टिके आमे चिंता करिबा, इस्राएलियो माने प्रभुंक ठारू मरुप्रांतर यात्रा बेले सबु आश्चर्य भावरे पाउथिले, प्रभु प्रदान करुथिले, तथापि सैटिस्फैक्शन से मानकर नथिला। से माने प्रभुंक विरुद्ध रे बचसा 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 करुथिले, सैटिस्फैक्शन नाही। जने प्रभुंक लोक एपरि कहंती, आमे ईश्वरंक ठारे जेते सैटिस्फाई हेबा, ईश्वर आम द्वारा सेते ग्लोरीफाई हुअंती। आपण केते धन्यवाद 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 देबे, हालेलुया 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 केते कहिबे। प्रभु से हृदय को देखंती, सैटिस्फाइड स्पिरिट, परितृप्त आनंद चित्तरे प्रभु तमे मते जो समस्त विषय प्रदान कल, आनंद रे प्रभु, खुशी रे प्रभु, मो परितृप्त होई बचसा न करी। कि समस्या जे प्रभु मते एते कम आका देले, एते आशा करथिली, एते मागिथिली, प्रभु कम देले। बिशप हेबा कथा थिला, डायरेक्टर हेबा कथा थिला, खाली पाळ कहली, डिकन हेली, ताहेले सैटिस्फैक्शन नहीं। से परित्राणर पात्र धरी प्रभुंक निकटरे धन्यवाद ज्ञापन करुछन्ति। अनेक समय
ସମସ୍ୟା ହେଉଛି ଏହା, ଆମମାନଙ୍କ ଠାରେ ବଚସାର ମନ ଥାଏ, ଆମମାନଙ୍କ ଠାରେ ହିଂସା କପଟର ମନ ଥାଏ, ଆମମାନଙ୍କ ଠାରେ ତୁଳନା କରିବାର ମନ ଥାଏ, ଆମମାନଙ୍କ ଠାରେ ଅପରିତୃପ୍ତତାର ମନ ରହିଥାଏ। ଆଉ ଆସି ଆମେ କେତେ ଉପାସନା କଲେ ମଧ୍ୟ ଈଶ୍ୱର ସେ ଉପାସନା, ସେ ଧନ୍ୟବାଦକୁ ଗ୍ରହଣ କରିପାରନ୍ତି ନାହିଁ। ପ୍ରଭୁଙ୍କ ଠାରେ ଆମେ ସାଟିସ୍ଫାଇଡ୍ ହୋଇ, ପରିତୃପ୍ତ ହୋଇ, ପ୍ରଭୁ ତୁମେ ମୋତେ ଉଦ୍ଧାର କଲ, ସାହାଯ୍ୟ କଲ, ପ୍ରଦାନ କଲ, ସେଥିପାଇଁ ପ୍ରଭୁ ତୁମ ନାମର ଧନ୍ୟବାଦ। ପ୍ରଭୁ ଏ ମଣ୍ଡଳୀକୁ କେତେ ଆଉ ଆଶ୍ଚର୍ଯ୍ୟ ଭାବେ ଆଶୀର୍ବାଦ କରିଛନ୍ତି ତାହା ଆମେ ଶୁଣୁଥିଲୁ ଏବଂ ଜାଣିଅଛୁ ମଧ୍ୟ। ଅନେକଙ୍କ ମଧ୍ୟରୁ ଆପଣମାନେ କେତେକ ତାହାଙ୍କୁ ଚିହ୍ନି ପାରିଛନ୍ତି, ଆଉ ଗୋଟେ ମଣ୍ଡଳୀ ଭାବେ ସ୍ଥାପିତ ହୋଇପାରିଛି। ଆଉ ପ୍ରଭୁ ଉପଯୁକ୍ତ ସମୟରେ ବାଳକ ଦିଗଣମାନଙ୍କୁ ଏ ମଣ୍ଡଳୀର ସଭ୍ୟମାନଙ୍କୁ ସେ ସେହି ପ୍ରକାରେ ଆଉ ସ୍ଥାପନ କରିଛନ୍ତି, ଅଭିଷେକ କରିଅଛନ୍ତି। ସବୁ ପ୍ରଭୁଙ୍କ ଅନୁଗ୍ରହ ଦାନ, କେଉଁଠି ମଧ୍ୟ ଡିସାଟିସ୍ଫାଇଡ୍ ହେବାର କିଛି କାରଣ ହିଁ ନାହିଁ। ଆମେ ପ୍ରଭୁଙ୍କୁ ଧନ୍ୟବାଦ, ପ୍ରଶଂସା, ପ୍ରଭୁ ଥ୍ୟାଙ୍କ ୟୁ, ପ୍ରେଜ୍ ୟୁ, ପ୍ରଭୁ ତମ ପ୍ରଶଂସା କରୁଛୁ। ପ୍ରଭୁ ତୁମେ ଆମମାନଙ୍କୁ ଆଶ୍ଚର୍ଯ୍ୟ ଭାବେ ଏ ସମସ୍ତ ବିଷୟ ଯୋଗେଇଛ। ଯଦି ଆମେ ପରିତୃପ୍ତ ହେବା ନାହିଁ, କେତେ ଆଉ ଲାଉଡ ଭଏସରେ ପ୍ରଭୁଙ୍କର ଧନ୍ୟବାଦ ଦେଲେ ମଧ୍ୟ ଯଦି ଆମେ ତାଙ୍କ ଠାରେ ସାଟିସ୍ଫାଇଡ୍ ନହୁ, ସେ ଧନ୍ୟବାଦ ଗୌରବ ପାଇପାରନ୍ତି ନାହିଁ। ପ୍ରଥମ ବିଷୟ ଆମେ ଦେଖୁଛୁ ଯେ କୃତଜ୍ଞତାର ହୃଦୟ ସେ ଆନନ୍ଦ ମନରେ ପ୍ରଭୁଙ୍କର ଧନ୍ୟବାଦ ଦେଇଥାଏ, ପ୍ରଭୁଙ୍କର ଗୌରବ ପ୍ରକାଶ କରିଥାଏ। ଦ୍ୱିତୀୟ ବିଷୟ ଆମେ ଦେଖୁଛୁ କୃତଜ୍ଞତାର ମନ ଲୋକମାନଙ୍କ ସାକ୍ଷାତରେ ପ୍ରଭୁଙ୍କର ଧନ୍ୟବାଦ କରିଥାଏ। ଲୋକମାନଙ୍କ ସାକ୍ଷାତରେ କୃତଜ୍ଞତାର ହୃଦୟ ପ୍ରଭୁଙ୍କର ଧନ୍ୟବାଦ କରିଥାଏ। 14 ପଦ ଦେଖନ୍ତୁ, ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ ଆପଣା ମାନତ ପୂର୍ଣ୍ଣ କରିବେ। କୃତଜ୍ଞତାର ହୃଦୟ ସେ ସମୟ ଦେଖି, ସୁଯୋଗ ଦେଖି, କିଏ ଦେଖିଦେବେ ପରା, କିଏ ଜାଣିଦେଲେ ମତେ ପରିହାସ କରିବେ ପରା, ମୁଁ ସମସ୍ତଙ୍କ ସାକ୍ଷାତରେ କାହିଁକି ଡିକ୍ଲେୟାର କରିବି ପ୍ରଭୁଙ୍କ କାର୍ଯ୍ୟ ମୋ ଜୀବନରେ, ପ୍ରଭୁ ଯାହା କରିଛନ୍ତି। ନା, ଗୁପ୍ତ କୋଠରୀରେ ମୁଁ ପ୍ରବେଶ କରି ପ୍ରଭୁଙ୍କ ଧନ୍ୟବାଦ ଦେଲେ ସରି, ଯଥେଷ୍ଟ। ସେମିତି ନୁହଁ। ଲୋକମାନଙ୍କ ସାକ୍ଷାତରେ ଗୋଟେ ସାକ୍ଷ୍ୟ ସ୍ୱରୂପେ ଈଶ୍ୱରଙ୍କ ମହାନ କାର୍ଯ୍ୟକୁ ସ୍ୱୀକାର କରିବା ଆଉ ପ୍ରଭୁଙ୍କୁ ଧନ୍ୟବାଦ ଦେବା, ତାହା ଆମେ ବାକ୍ୟରେ ଦେଖୁଛୁ। ଆଉ ତାହା ଦୁଇଥର ଲେଖକ ଦୋହରେଇବା ଏ ଶାସ୍ତ୍ରାଂଶରେ ଆମେ ଦେଖିବାକୁ ପାରିବା। ଲୋକମାନଙ୍କ ସାକ୍ଷାତରେ ଗୋଟେ ୱାର୍ସିପିଂ ହାର୍ଟ ସେ ଚାହେଁ ଯେ ମୁଁ କେମିତି ପ୍ରଭୁଙ୍କ ମହାନତା ଡିକ୍ଲେୟାର କରିବି, ଡେକ୍ଲାରେସନ କରିବି, ଲୋକମାନଙ୍କ ଆଗରେ ପ୍ରକାଶ କରିବି ଆଉ ସ୍ୱୀକାର କରିବି ଆଉ ପ୍ରଭୁଙ୍କର ଗୌରବ କରିବି। ଉଦ୍ଦେଶ୍ୟ ହେଉଛି ଏହା ଯେ ପ୍ରଭୁ ଏ ଯୋଉ ମହାନ କାର୍ଯ୍ୟ ସାଧନ କଲେ ତାହା ଲୋକମାନେ ଜାଣନ୍ତୁ ଆଉ ଲୋକମାନେ ମଧ୍ୟ ପ୍ରଶଂସା କରନ୍ତୁ ତାହାଙ୍କର। ସେଥିପାଇଁ ଶେଷ ଧାଡ଼ିରେ ଆମେ ଦେଖୁଛୁ, ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ଗୀତ ଲେଖକଙ୍କର ଉଦ୍ଦେଶ୍ୟ ହେଉଛି ଏହା, ମୁଁ ଯେବେ ଲୋକମାନଙ୍କ ସାକ୍ଷାତରେ ତାଙ୍କ ପ୍ରଶଂସା କରିବି, ଲୋକମାନେ ମଧ୍ୟ ମିଳିତ ଭାବରେ ତାଙ୍କ ପ୍ରଶଂସା କରନ୍ତୁ, ତାଙ୍କ ମହାନତା ଜାଣନ୍ତୁ, ପ୍ରଭୁ କଣ କରିପାରନ୍ତି ତାହା ଲୋକମାନେ ବୁଝନ୍ତୁ। କହିବାକୁ ଗଲେ ଗୋଟେ ଇଭାଞ୍ଜେଲିକାଲ ମାଇଣ୍ଡ ଆଉ ଲେଖକଙ୍କର ରହିଛି। ପ୍ରଭୁଙ୍କ ବିଷୟରେ ଜାଣନ୍ତୁ ଲୋକେ। ଆମେ ଅନେକ ସମୟରେ ପ୍ରଭୁଙ୍କ ଠାରୁ ପାଇ ତାକୁ ଗୁପ୍ତରେ ରଖି
स्वीकार न करी प्रकाश न करी लोक मान साक्षात धन्यवाद न दे आमे से धन्यवाद रो फ्लो को अटकाई दे था सीमाबद्ध कर गोटे विषय मन रखिबा जे प्रभु जदि जगत रे आम मान को रखिछन्ति सृष्टि करिछन्ति व्यवहार करुछन्ति बंचेइछन्ति तांकर गौरव निमंते से आम मान को बंचेइछन्ति यथार्थ भाव जब आम करबा नाही प्रभु को गौरव प्रशंसा तबे किछि गोटाए त्रुटि आम मानकर रहिছে आ प्रभु कौन सी प्रकार संतुष्ट हो पारिबे नाही सत्य जमिति गोटे 10 लाख टंका हजि गले आमर चेहरा जमिति अनेक समय आम सेमती हेकि उपासना मध्य रही था एते बोरिंग जदि आमे आउ बाहर विषय बाहर को जाऊ किछि गोटे देखू सेठी आमर आनंदर मन सेठी आमर परितृप्ततार मन लोक मान निकट में प्रकाश करने आम संकुचित होता लोक मान साक्षात प्रभुंकर प्रशंसा करने आम टे लिमिटेड मन धारण कर गीत लेखक को आम देखुचु से लोक मान साक्षात प्रभु को प्रशंसा करने आ से तत्परता प्रकाश करुअछ तृतीय विषय आमे लक्ष्य करबा कृतज्ञतार हृदय कॉस्टली कॉस्टली माने कौन कहतु कॉस्टली माने बेसी दामी कॉस्टली वर्शिप करिथाए कृतज्ञतार हृदय कौन कॉस्टली वर्शिप प्रभुंकर करिथाए केमिति देखंतु से 19 पदटा हे जेरूशलेम तुम्भ मध्यरे सदा प्रभु को उद्देश्य रे अपना मानत पूर्ण करिबे किछि गोटाए करिबा पई आ प्रभु को देबा पई गीत लेखक से चेष्टा करूछंती तत्परता प्रकाश करूछंती आ कौन देबा को से जाउछंती गोटे कमिटमेंट से रखुअछंती प्रभु को ठारे गोटे समर्पण से रखी देउछंती प्रभु को कहया को गले ताहा थरे देई देले हेई गला सेमिति नुह से निजको अरपी देउछंती बाकी तक जीवन प्रभु मु तुम उद्देश्य रे मानत पूर्ण करिबे देई उपासना करबा टिके कष्टकर विषय हुए तमान को पाए कॉस्टली वर्शिप द बेस्ट कौन प्रभु को पाए मु ताहा देबी लक्ष टंका देले हबो कि 2 लाख टंका मंडल को आनी आमे समिति वर्शिप करबा कॉस्टली वर्शिप हबो कि कॉस्टली वर्शिप होजे संपूर्ण हृदय आ संपूर्ण मन आ संपूर्ण समय प्रभु को उद्देश्य रे प्रदान करे प्रभु को प्रशंसा करबा होची केते केते टंका ठारू ताहा बहुत कॉस्टली वर्शिप होते हृदय न थाई कमिटमेंट न थाई केते टंका देले तार मूल्य किछि नै जदि कमिटमेंट रही आम सब दे पारिबा प्रभु को आगे आ प्रभु सही प्रकार कॉस्टली वर्शिप को से देखते आ कृतज्ञतार हृदय से लिमिटेड हो रही न थाए अनलिमिटेड भावे कॉस्टली वर्शिप प्रभु कर देखंतु गोटे विषय आपण मानकर भल भल मने अछि जे नह जेतेबेले जहाजरू ओल्हेइले नह जेतेबेले जहाजरू ओल्हेइले से देखिथिले निज आखिरे स्वचक्षुरे लोके केमिति पानी रे डुबी डुबी बुड़ी बुड़ी मरुथिले आउ से आउ तांको परिवार केमिति उद्धार पाउथिले ताहा से देखुथिले जेतेबेले स्थल भागरे आसी लागिला से नौकाटी जहाजटी लागिला नह ओल्हेइले
ଜାହାଜରୁ ଓହ୍ଲେଇଲେ ଧ୍ୟାନର ସହିତ ଟିକେ ଚିନ୍ତା କରିବେ, ଲିମିଟେଡ ସୂଚୀ ପଶୁ ଥିଲା ଜାହାଜ ଭିତରେ, ଆଉ ସେ କିଛି ଦେଖୁନାହାନ୍ତି, ତୁଳନା କରୁନାହାନ୍ତି, ଗଣନା କରୁନାହାନ୍ତି। ସେ ଶୀଘ୍ର ଓହ୍ଲେଇବା କ୍ଷଣି ଗୋଟେ ବିଷୟ ସେ କରୁଛନ୍ତି, ଯଜ୍ଞ ବେଦୀ ସ୍ଥାପନ କରୁଛନ୍ତି। ପରିବାର ସହିତ ପ୍ରଥମତଃ ଗୋଟେ ଛୋଟିଆ ବାସ କୁଟୀର କରିବା ଦରକାର ନା, ପିଲା କୁଟୁମ୍ବ ଅଛନ୍ତି, ନାଇଁ ସେ ତାହା କରୁନାହାନ୍ତି। ପ୍ରଥମେ କଣ କରୁଛନ୍ତି? ଯଜ୍ଞ ବେଦୀ। ତାପରେ ଏ ସୂଚୀ ପଶୁ ଲିମିଟେଡ ସଂଖ୍ୟାର, କାରଣ ୟୁନିଭର୍ସାଲ ଫ୍ଲଡ୍ ହୋଇଥିଲା, ହେଲେ ଲିମିଟେଡ ସୂଚୀ ପଶୁ ଅଛନ୍ତି, ତହିଁରୁ ସେ ଆଣି ହୃଷ୍ଟପୃଷ୍ଟ ପଶୁକୁ ଆଣି ସେ ବଳି ଉତ୍ସର୍ଗ କରୁଛନ୍ତି, ପ୍ରଭୁଙ୍କର ପ୍ରଶଂସା କରୁଛନ୍ତି, ସମୟ ଦେଉଛନ୍ତି, ସାକ୍ରିଫାଇସ୍ କରୁଛନ୍ତି। ଅଳ୍ପ ଭିତରୁ ସେ ବାଛି ଆଣି ପ୍ରଭୁଙ୍କର ଗୌରବ ଉପାସନା କରୁଅଛନ୍ତି। କାରଣ ସେ ଜାଣିପାରୁଥିଲେ ପ୍ରଭୁ ଲକ୍ଷ ଲକ୍ଷ ଶହ ଶହ ଲୋକେ ମୋ ଆଗରେ ମରିବା ବେଳେ ମତେ ଆଉ ମୋ ପରିବାରକୁ ତୁମେ ବଞ୍ଚେଇଥିଲ ପ୍ରଭୁ। କୃତଜ୍ଞତାର ହୃଦୟ ଆଉ ସେ ସମ୍ଭାଳି ପାରୁନାହାନ୍ତି। କଣ ମୁଁ ପ୍ରଭୁଙ୍କୁ ଦେବି? ଦ ବେଷ୍ଟ ମୁଁ ପ୍ରଭୁଙ୍କୁ କଣ ଦେବି? ଆଉ ଏଠାରେ ଗୀତ ଲେଖକ ତାହା ହିଁ ସେ କହୁଅଛନ୍ତି, ତାହା ହିଁ ସେ କରୁଅଛନ୍ତି। ମୁଁ ହେ ଜେରୁସାଲାମ ତୁମ୍ଭ ମଧ୍ୟରେ, ଆଉ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ। ଦେଖନ୍ତୁ ଏଇଠି ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ, ପ୍ରଭୁଙ୍କ ନିକଟରେ ଶବ୍ଦ ବାରମ୍ବାର ବ୍ୟବହାର କରୁଛନ୍ତି। ତାମାନେ ଏ ୱାର୍ସିପ ଓନ୍ଲି ବିଲଙ୍ଗସ୍ ଟୁ ଦ ଲର୍ଡ, କେବଳ ପ୍ରଭୁଙ୍କ ପାଇଁ ତାହା। ଆମେ ଅନେକ ସମୟରେ ପ୍ରଭୁଙ୍କର ଧନ୍ୟବାଦ, ପ୍ରଶଂସା, ଗୌରବ କରିବା ବେଳେ ଆମେ ଟିକିଏ ଟିକିଏ ଚୋରେଇକି ନେଇଥାଉ। ଟିକେ ଗର୍ବ ଅହଙ୍କାର ମନରେ ଆସେ, ମୋ ପରି ଲୋକ, ମୁଁ ଏ ସୁଯୋଗ ପାଇଛି, ମୁଁ ପ୍ରଭୁଙ୍କର ବଛା ଦାସ, ମୁଁ କଲେ ହିଁ ତାହା ହବ, ମୁଁ କରିବାକୁ ପଡିବ, ମତେ ଲୋକମାନେ ଦେଖିବାକୁ ଦରକାର। ଆମେ ଗ୍ଲୋରିକୁ ଚୋରେଇ ନେଉଛୁ। କିନ୍ତୁ ଏଠାରେ ଆମେ ଦେଖୁଛୁ କେବଳ ପ୍ରଭୁଙ୍କ ଉଦ୍ଦେଶ୍ୟରେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ, ତାହାଙ୍କ ନିକଟରେ, ତାହାଙ୍କ ପାଇଁ ଆପଣା ମାନତ ପୂର୍ଣ୍ଣ କରିବେ। ମୁଁ ସମସ୍ୟାରେ ଥିବା ବେଳେ ଅନେକ ବିଷୟ ପ୍ରଭୁଙ୍କ ପାଇଁ କରିବି କରିବି ବୋଲି ଭାବିଥିଲି, ଆଉ ତାହା ହଉଛି ସମୟ ବର୍ତ୍ତମାନ ଆସିଛି, ମୁଁ ସବୁ ଯାକ ପୂରଣ କରିବି ଆଉ ପୂରଣ କରୁଥିବି। ମୋ ଲାଇଫ ପ୍ରଭୁ ତୁମ ପାଇଁ, ତାହା ହଉଛି କଷ୍ଟଲି ୱାର୍ସିପ। ପ୍ରିୟ ବନ୍ଧୁ, ପ୍ରଭୁ ଗୋଟେ ବିଷୟ ଦେଖନ୍ତି, ତାହା ହଉଛି ଆମମାନଙ୍କ କୃତଜ୍ଞତାର ହୃଦୟ। ହୃଦୟ ନଥିବା ଉପାସନାକୁ ପ୍ରଭୁ ଗ୍ରହଣ କରିପାରିବେ ନାହିଁ। ପ୍ରଭୁ ଯେବେ ମହାନ କାର୍ଯ୍ୟ କରୁଅଛନ୍ତି ଆମମାନଙ୍କ ଜୀବନରେ, ଆମେମାନେ କୃତଜ୍ଞତାର ହୃଦୟ ଧରି ସବୁବେଳେ ପ୍ରଭୁଙ୍କର ଧନ୍ୟବାଦ, ପ୍ରଶଂସା କରିବା ଦରକାର। ତାହାଙ୍କ ପ୍ରତିଦାନରେ ଆମେ ଆଉ କିଛି ଦେଇପାରିବା ନାହିଁ। ସେ ଯେଉଁ ସାହାଯ୍ୟ ଆମମାନଙ୍କୁ କରନ୍ତି, ତାହାର ପ୍ରତିଦାନରେ ଆପଣ କେତେ କଣ ଦେଲେ ମଧ୍ୟ ଆଉ ସରି ହୋଇପାରିବ ନାହିଁ। ଗୋଟେ ବିଷୟ, ଏ କୃତଜ୍ଞତାର ହୃଦୟ ଧରି ପ୍ରଭୁଙ୍କ ନିକଟରେ କମିଟେଡ ହୋଇଯିବା କଥା। ପ୍ରଭୁ ଯେତେ ଦିନ ବଞ୍ଚିବି ତୁମ ଗୌରବ ଉଦ୍ଦେଶ୍ୟରେ ବଞ୍ଚିବି। କୃତଜ୍ଞତାର ହୃଦୟ ଆନନ୍ଦ ଚିତ୍ତରେ ପ୍ରଭୁଙ୍କର ଧନ୍ୟବାଦ କରିଥାଏ। କୃତଜ୍ଞତାର ହୃଦୟ ଲୋକମାନଙ୍କ ସାକ୍ଷାତରେ ପ୍ରଭୁଙ୍କ ପ୍ରଶଂସା କରିଥାଏ। ବଡ଼ ଉଦ୍ଦେଶ୍ୟର ସହିତ ଲୋକମାନେ ମଧ୍ୟ ଆସନ୍ତୁ, ପ୍ରଭୁଙ୍କୁ ଜାଣନ୍ତୁ, ସେମାନେ ମଧ୍ୟ ପ୍ରଭୁଙ୍କ ଧନ୍ୟବାଦ କରନ୍ତୁ। ଆଉ କୃତଜ୍ଞତାର ହୃଦୟ ସାଧାରଣ ୱାର୍ସିପ କରିନଥାଏ, ହାଲକା ଫୁଲକା ୱାର୍ସିପ କରିନଥାଏ, କାମ ଚଳା ୱାର୍ସିପ କରିନଥାଏ। କୃତଜ୍ଞତାର ହୃଦୟ କଷ୍ଟଲି ୱାର୍ସିପ କରିଥାଏ। ପ୍ରଭୁ ଏ ମଣ୍ଡଳୀକୁ ଆଶୀର୍ବାଦ କରନ୍ତୁ, ସେହି ମନ, ସେହି ଜୀବନ ପ୍ରଦାନ କରନ୍ତୁ। ଆଉ ବିଶେଷ ଭାବେ ପ୍ରିୟ ପାଳକ ଦିକନକୁ ଆଉ ସେହି ଭାବନା ପ୍ରଦାନ କରନ୍ତୁ ଯେ ପ୍ରଭୁ ଖତ ରାଶିରୁ ଉଠେଇ ଆଣି ଏତେ ଉଚ୍ଚ ସ୍ଥାନରେ ସ୍ଥାପନ କଲା ପରେ ପ୍ରଭୁ ତାହା କରିଅଛନ୍ତି, ନିଜେ କରିଅଛନ୍ତି। ତାଙ୍କ ଉଦ୍ଦେଶ୍ୟରେ ସେମାନେ ଆପଣା ଜୀବନକୁ ପ୍ରଭୁଙ୍କ ନିକଟରେ ତାଙ୍କ ଗୌରବ ନିମନ୍ତେ ଉତ୍ସର୍ଗ
संपूर्ण रूपे उत्सर्ग करने दरकार। मन रखु कृतज्ञतार हृदय आनंद मनरे कृतज्ञतार हृदय लोक मान साक्षात आउ कृतज्ञतार हृदय एक कॉस्टली वर्शिप प्रभु को निमंते करता है। प्रभु मान साहाय्य करंतु सही प्रकार धन्यवाद प्रभु को उद्देश्य रे प्रदान करने। धन्यवाद।